ଅଗଣିତ ଦର୍ଶକ ବନ୍ଧୁମାନଙ୍କୁ ମୋର ନମସ୍କାର। ଜୟ ବାବା ତ୍ରିନାଥ ଦେବ। ତ ଆଜି ତ ରଜ ଚାଲିଛି ଆମର ଲାଷ୍ଟ ରଜ ଆଜି ହେଉଛି 16 ତାରିଖ। 14, 15, 16 ରଜ ଥିଲା, ଆଜି ଲାଷ୍ଟ ରଜ। ସୋ 2 ଦିନ ହେଲା କିଛି ଖାଇ ହେଲାନି, କିଛି ଭଲରେ ଗଲା ସଂକ୍ରାନ୍ତି। ପ୍ରଥମ ରଜ ଦିନ ମାନେ କ'ଣ ଗୋଟେ ଘରେ ଉପାସ ଥିଲା ଯେ କେହି ଖାଇଲେନି, ଅରୁଆ ଖାଇଥିଲେ ସବୁ। ଆଉ ଆଜି ତ ଲାଷ୍ଟ ରଜ। ଆଜି ରୋଷେଇ ଘରଟା ମୋର, ମାନେ ରୋଷେଇ ଆଜି ମୁଁ କରିବି। ଆଜି ମୁଁ ତିଆରି କରିବି ମସଲା ଚିଙ୍ଗୁଡ଼ି ଆଉ ଚିକେନ ବିରିୟାନୀ। ଆଜି ରୋଷେଇଟା କେମିତି ହେଉଛି ଆସନ୍ତୁ ଦେଖିବା। ଷ୍ଟାର୍ଟ ହେଲା ମୋର ଗୋଲମରିଚ ଛେଚା, ମସଲା ତିଆରି କରିବାକୁ ପଡ଼ିବ। ଗୋଲମରିଚ, ଜିରା ଗୁଣ୍ଡ, ପୁଦିନା ଆଉ ପିଆଜ ସବୁ ରେଡ଼ି କରିବାକୁ ପଡ଼ିବ। ଆମର ସବୁ ରେଡ଼ି। ଏପଟେ ମୁଁ ଚିକେନ ଧୋଇକି ଥୋଇ ସାରିଲିଣି। ଏପଟେ ଅଣ୍ଡା ଗୋଟେ ଅଛି, ପିଆଜ ଆଉ ଏପଟେ ଆମର ମସଲା ସବୁ ରେଡ଼ି। ହଉ ଦେଖିଆ ଷ୍ଟାର୍ଟ କରିବି। ମୁଁ ମସଲା ରେଡ଼ି କରିସାରିଲିଣି। ଆଉ ବର୍ତ୍ତମାନ ଲେମ୍ବୁରୁ ମୁଁ ମଞ୍ଜି ବାହାର କରୁଛି। ଆଉ ମଞ୍ଜି ବାହାର କରିକି ଲେମ୍ବୁଟା ଏଥିରେ ଚୋପୁଡ଼ା ହେବ। ତାପରେ ଚିକେନ ପକେଇବି। ଆଉ ମୋତେ ତ ବିରିୟାନୀ ତିଆରି କରି ଆସିନି, ତଥାପି ୟୁଟ୍ୟୁବ୍ ଦେଖିକି ଚଲେଇଛି, ଯାହା ଯେମିତି ହେବ। ଆଉ ତାପରେ ଚିକେନ ତାକୁ ପକେଇଦେବି। ମସଲା କଷା ସରିଲାଣି। ଏପଟେ ରାଇସ୍ ହେଇସାରିଲାଣି, ମାନେ ବିରିୟାନୀ ରାଇସ୍ଟା ରେଡ଼ି ହେଇସାରିଲାଣି। ଏପଟେ ମସଲା କଷା ଚାଲିଛି। ଆଉ ଚିକେନଟା ତ ଏପଟେ ଘୋଡ଼େଇକି ରଖିଥିଲି, ମୁଁ ଆଣିବି ଚିକେନଟା ପକେଇବାକୁ। ବର୍ତ୍ତମାନ ଟିକେ ମୋତେ କମେଣ୍ଟ କରିବେ କେମିତି ହେଉଛି। ଆଉ ନିଶ୍ଚିତ ଭାବେ ତ ଖରାପ ହେଉଥିବ, ମୁଁ ଜାଣିଛି। ଯାହା ମାନେ ଘରେ କେହି ନାହାନ୍ତି, ସମସ୍ତେ ଭୁବନେଶ୍ୱର ଯାଇଛି। ସେଇ ଏକୁଟିଆ ଟାଇମ୍ଟାରେ କ'ଣ କରିବି ଭାବିଲି, ଆଉ ବିରିୟାନୀ କରିବି ବୋଲି ଯାଇକି ସବୁ କିଣିକି ଆଣିକି ଆସିଲି ଆମ ମାର୍କେଟ କଳାପଥରରୁ। ତ ଚିକେନଟା ଏଇଠି ରେଡ଼ି ହେଇଯାଇଛି ପୁରା। ଏବେ ଯାଉଛି ପକେଇବି ତାକୁ। ଏବେ ଚିକେନଟା ମୁଁ ପକେଇ ସାରିଲିଣି। ମୁଁ ତାକୁ ଏପଟ ସେପଟ କରିବା, ମସଲା ସାଙ୍ଗରେ ମିଶାଇବା। ଚିକେନ କଷା ଚାଲିଛି, ସେ ଚିକେନ ଅଧା ଅଧି ହେଇଗଲାଣି। ତ ରୋଷେଇ ଘରେ ବହୁତ ଜୋରରେ ଗରମ ହେଉଛି। ଆଉ ରୋଷେଇ ଘରେ ରହିବାକୁ ଟୋଟାଲ ଇଚ୍ଛା ହେଉନି। ଆଉ କ'ଣ କରିବା, ଆଉ ବାଧ୍ୟରେ ମାନେ ରୋଷେଇ କଲେ କି ପରିଶ୍ରମ, ଏଇଟା ମୁଁ ଆଜି ଜାଣିବାକୁ ପାଉଛି। 2-3 ଥର କଲିଣି, ଏତିକି ପରିଶ୍ରମ ମୋତେ ଲାଗୁନଥିଲା। ଟିକେ ହାତ ଧୋଇଦେବା ଟିକେ। ତ ଏବେ ଟାଇମ୍ ଆସିଗଲା ବିରିୟାନୀରେ ଦମ୍ ଦେବା ପାଇଁ। ମୁଁ ଏଥିରେ ପକେଇଦେଲି ପୁଦିନା, ଆଉ ଗୋଟେ ଲେୟାର ଦେଇସାରିଲିଣି ଚିକେନ, ଆଉ ଫ୍ରାଏଡ଼୍ ଓନିଅନ୍ ଯେଉଁ ପିଆଜ ଛାଣିକି ରଖିଥିଲି। ଆଉ ଏବେ ମୁଁ ଦେବାକୁ ଯାଉଛି ଧନିଆ ପତ୍ର, ପୁଦିନା ଦେଇସାରିଲିଣି। ତାପରେ କେଉଡ଼ା ୱାଟର। ହେଇଗଲା। ତାପରେ ଆଉ ଗୋଟେ ଲେୟାର ଚିକେନ ଦିଆହେବ। ସୋ ଡଙ୍କିଟା କାଇଁ ଚିକେନଟା ମୋର ରୋଷେଇ କରୁଛି। ଏବେ ଉପର ଲେୟାରଟା ଦିଆଯିବ। ସୋ ଫାଷ୍ଟ ଆମର ପିଆଜ ଯେଉଁ ଛଣା ଯାଇଛି ତାକୁ କାଲିଠୁ ଆମର ପ୍ରୋଗ୍ରାମ୍, 17 ତାରିଖ ଆମର ପ୍ରୋଗ୍ରାମ୍ ନଥିଲା। ତ ହାପା ଭାଇ ହଠାତ୍ ପକେଇଲେ ଆମର ଗ୍ରୁପ୍ରେ 17 ପ୍ରୋଗ୍ରାମ୍ ଅଛି, 17, 18 ଅଛି। 18 ଆମର ଭଗବାନପୁର, 17 ଆମର ନାଚୁଣୀ ସୁନାଖଳାରେ ମଧ୍ୟ ଅଛି। ତ ଏବେ ପୁଦିନା ପତ୍ରକୁ ଧନିଆ ପତ୍ର ଆଡ଼୍ କରିଦେବା। ଦେଖିବା ବିରିୟାନୀଟା କେମିତି ହେଇଛି। ତ ଏବେ ଖାଇ ହେବନି, ବିରିୟାନୀ ମସଲାଟା ଦେବାକୁ ମୁଁ ଭୁଲି ଯାଇଥିଲି, ଏଇଠି ଆଡ଼୍ କରିଦେବି। ଲାଷ୍ଟ କେୱା ୱାଟର। ଜିନିଷ ଭୁଲ ହେଇଯାଇଛି। ୟାର ଉପର ମାନେ ଠିପିଟା ବାହାର କରିବାର ଥିଲା, ମୋ ବାରେ ବ୍ଲାକ୍ କଲର୍ଟା ବାହାର କରିଦେଇଛି। ଏଇଟା ଆଉ ବାହାର କରିପାରିନି। ତ ଏଇଥିରେ ଥୋଇଦେବି, ଦେଖାଯାଉ କେମିତି କ'ଣ ହେଉଛି। ଦେଖିବା। ଲୋ ଫ୍ଲେମ୍ରେ 15 ମିନିଟ୍ ପାଇଁ କହିଛି। ଏଇଟା ତ ଟେକି ହେଲାନି,
ମୁଁ ବାଧ୍ୟରେ ଗୋଟେ ଚାମଚଟେ ଦେବି ଟେକିବା ପାଇଁ। ତେବେ ଚିକେନ୍ ମୋର 15 ମିନିଟ୍ ହେଲା ବସି ସାରିଲାଣି। ଦେଖାଯାଉ କ'ଣ ହେଇଛି ବିରିୟାନୀ। ଜୟ ଗୋଟେ ବଢ଼ିଆ ବାସ୍ନା ସ୍ମେଲ୍ଟେ ଆସୁଛି। ମୁଁ ଆଜି ଏକା ଖାଇବିନି, ଆଜି ସମସ୍ତଙ୍କୁ ବସିକି ବାପା ଭାଇ ଭାଉଜ ଆଉ ଜେଜେମା ଆଉ ବୋଉ ସମସ୍ତଙ୍କୁ ଡାକିକି ବସିକି ଖୁଆଇବି, ତାଙ୍କଠୁ ଶୁଣିବି କେମିତି ହେଇଛି ଆଜି। ମୋତେ ବହୁତ ଇଣ୍ଟରେଷ୍ଟ ଲାଗୁଛି ଦେଖିବାକୁ। ଆଉ ରାଇସ୍ ତ ଖିଲା ଖିଲା ସା ହାତ ମାରିଦେଲି ଚଳିବ। ସେ ଏବେ ମୁଁ ବିରିୟାନୀ ବାହାର କରିବାକୁ ଯାଉଛି, ମାନେ ବହୁତ ସମୟ ହେଇଗଲାଣି। ଜେଜେମା ଆସିକି ଡାକିଲା କହିଲା ଖାଇବ ବୋଲି। ବାହାର କରିବାକୁ ଯାଉଛି ବର୍ତ୍ତମାନ ବିରିୟାନୀ କେମିତି ହେଇଛି। ଦେଖନ୍ତୁ ବର୍ତ୍ତମାନ ମା ବସିକି ମୋ ବିରିୟାନୀ ଖାଉଛି। ଆଉ ମା ବିରିୟାନୀଟା କେମିତି ଲାଗିଲା? ଭଲ ଲାଗିଲା। ହଉ ରେଡ଼ି। ଆଉ ମୋ ପଇସା ଉଠିଗଲା, ଆଉ ଏତେ ପରିଶ୍ରମ କରିବାର ପଇସା ଉଠିଲା। ଆଉ ସେ ଏବେ ମୋ ବିରିୟାନୀ ବନା ଶେଷ ହେଇଗଲା। ଆଉ ମୋର ଇଚ୍ଛାଟା ଫୁଲଫିଲ୍ ହେଇଗଲା, ଟିକେ ଭଲ ହେଇଥିଲା। ଆଉ ମାଆକୁ ଖୁଆଇଲି ବିରିୟାନୀ। ଅବଶ୍ୟ ଭଲ ହେଇଛି କି ନାହିଁ ମୁଁ ଜାଣିନି, କିନ୍ତୁ ମା କହୁଛି ଭଲ ହେଇଛି। ଆଉ ପ୍ରଥମ ଥର ମାନେ ଗୋଟେ ଭଲ ମାନେ ଆଇଟମ୍ଟା ଭଲସେ ରୋଷେଇ କରିଥିଲି। ସେ ବୋଉ ଭାଉଜ ହେରିକା ଯାଇଛନ୍ତି ଆମର ଭୁବନେଶ୍ୱର, ସେ ବୁଲିବାକୁ ଯାଇଛନ୍ତି। ଆସିଲେ ସିଏ ଖାଇବେ, ତାଙ୍କଠୁ ଶୁଣିବା କେମିତି ହେଇଛି। ଆଉ ଆସନ୍ତାକାଲି ଆମର ପ୍ରୋଗ୍ରାମ୍ 17 ତାରିଖ, ଆଜି ତ 16 ତାରିଖ। ଆଉ ସନ୍ଧ୍ୟା ହେଇଗଲାଣି। 17 ତାରିଖରେ ଆମର ପ୍ରୋଗ୍ରାମ୍ ଅଛି ନାଚୁଣୀ ଲବକୁଶ ଜନ୍ମ। ଆଉ ନାଚୁଣୀ ସୁନାଖଳା ସେପଟେ ଟାଙ୍ଗି ଚାନ୍ଦପୁର ପଟେ ଲବକୁଶ ଜନ୍ମ ମାନସିକ ପ୍ରୋଗ୍ରାମ୍ ମଧ୍ୟ। ତାପରଦିନ ଆମର 18 ତାରିଖରେ ଭଗବାନପୁର ଅଛି। ମୁଁ କହିଥିଲି ତ ନେକ୍ସଟ ମାନେ ପ୍ରିଭିୟସ୍ ବ୍ଲଗ୍ରେ କହିଥିଲି। ଆଉ ବ୍ଲଗ୍ଟିକୁ ଏଇଠି ରଖୁଛି। ଜୟ ବଜରଙ୍ଗୀ।